ଆଜ୍ଞା ଜୟ ଜଗନ୍ନାଥ। ଆଜିର ଏହି ଶୁଭ ମୁହୂର୍ତ୍ତକୁ ଆମ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ବର୍ତ୍ତମାନ ଆମ ୟୁଟ୍ୟୁବ ଚ୍ୟାନେଲ ପାଇଁ ଏବଂ କୁସୁମାଟି ତଳ ସାହି ପାଇଁ ଗୋଟେ ଗର୍ବର ଦିନ, କାରଣ ଆଜି ଆମର ନିରଞ୍ଜନପୁର ମା ଦକ୍ଷିଣକାଳୀ ପୀଠରେ କୁସୁମାଟି ତଳ ସାହି ପକ୍ଷରୁ ସୀତା ଠାବ ଏବଂ ଲଙ୍କା ପୋଡ଼ି ଅଧ୍ୟାୟ ପରିବେଷଣ ହେଉଛି। ଆମ ପାଖରେ ଉକ୍ତ କମିଟିର ବୟୋଜ୍ୟେଷ୍ଠ ମେମ୍ବର ମାନେ ଅଛନ୍ତି, କର୍ମକର୍ତ୍ତା, ତାଙ୍କଠୁ ପ୍ରତିକ୍ରିୟା ବୁଝିବା। ଆଜ୍ଞା ଜୟ ଜଗନ୍ନାଥ। ଜୟ ଶ୍ରୀରାମ। କୁସୁମାଟି ରାମ ନାଟକ ସେ ବହୁ ବର୍ଷର ପୁରୁଣା ନାଟକ। 1952 ମସିହାରେ ସେ ଯାତ୍ରା ହେଇଥିଲା। ଆଜ ସୁଦ୍ଧା ବି ମଧ୍ୟ ଯେ ପରିଚାଳିତ ହେଇ ଚାଲିଛି। ଛୋଟ ଛୋଟ କଳାକାରଙ୍କୁ ନେଇକରି ବହୁ ବାଧାବିଘ୍ନ ସତ୍ତ୍ୱେ ମଧ୍ୟ ଅନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆମେ ବଞ୍ଚାଇ ରଖିଛୁ। ଏବଂ ଆମର ଛୋଟ ଛୋଟ ପିଲାମାନେ ଏଥିରେ ପ୍ରାୟ 30ରୁ 35 ହେଉଛନ୍ତି କେବଳ ଖାଲି ପାଟିୟର, କାରଣ ପୌରାଣିକ ବିଷୟଟା ନା, ବହୁତ ପାଟିୟର ରହନ୍ତି। ବହୁତ ଖର୍ଚ୍ଚ ଏଥିରେ ଅଛି, କିନ୍ତୁ ସେ ରଘୁନାଥ ଓଡଗାଁରେ ଅଛନ୍ତି, ତାଙ୍କ ବରାଦରେ ମାଙ୍କ ବରାଦରେ ସେ ଅନୁଷ୍ଠାନ ଚାଲିଛି, ଆଗକୁ ମଧ୍ୟ ଚାଲିବ। ଆଜି ଯୋଉ ଠାକୁରଙ୍କ ଏ ମାଙ୍କ ପାଖକୁ ଯଦି ତମର ମାଙ୍କର ଦୟା ନ ହବ ତମେ ଏଠିକି ଆସିପାରିବ। ମାଙ୍କର ଆଶୀର୍ବାଦ ହେଲେ ତମେ ଏଠି ଆସିବ। ତେଣୁ ମାଙ୍କୁ ମୋର ପ୍ରଣାମ। ଯାହା ହଉ ଆପଣ ମୁଁ ଆପଣଙ୍କୁ ଧନ୍ୟବାଦ କରୁଛି। ଆଜ୍ଞା ଗୋଟେ ପ୍ରଶ୍ନ ପଚାରିବି, ଆପଣଙ୍କ ଅମଳରେ ରାମନୀଳା ହଉଥିଲା, ବର୍ତ୍ତମାନ ଛୋଟ ବଡ ପିଲାମାନେ କରୁଛନ୍ତି, ସେତେବେଳର ରାମନୀଳା ଏବେର ରାମନୀଳା ଦିଟା ଭିତରେ କଣ ଆଜ୍ଞା ଫରକ ଦେଖ? ରାମନୀଳାରେ ଫରକ କିଛି ନାହିଁ। ସେତେବେଳେ କିଛି ଆମର ଗାଁରେ ଅନୁଷ୍ଠାନ ନଥିଲା, କି ଏତେ ଅନୁଷ୍ଠାନ ନଥିଲା। କେବଳ ରାମନୀଳା ଉପରେ ଲୋକ ନିର୍ଭର କରୁଥିଲେ, ଆଉ ସେ ପାର୍ଟିର ସେମିତି ଥିଲେ, ପ୍ରଥମେ କହୁଥିଲା ହଉଥିଲା। ଏବେ ପିଲା ବି କିଛି ଖରାପ କମ କରୁନାହାନ୍ତି। ମୁଁ ବି ତାଙ୍କ ସାଙ୍ଗରେ ଖାତା ଧରିଥିଲି, ଏବେ ବି ତାଙ୍କ ସାଙ୍ଗେ ଧରୁଛି। ପାର୍ଟିର ସବୁ ଭଲ, ସୁନ୍ଦର ଭାବେ ଅଭିନୟ କରୁଛନ୍ତି, କିଛି ଅସୁବିଧା ନାହିଁ। ୟାର ମୁଖ୍ୟ ପୁରୋଧା ଯିଏ ଆମର ଆଗରୁ ବଞ୍ଚେଇଛି ରାମଲୀଳାକୁ, ଯୋଉ ଅଭୟ ଚନ୍ଦ୍ର ରାଉତରାୟ ସାହେବ ରାଉତରାୟ କହୁଥିଲେ, ସିଏ କଣ, ସିଏ ହଉଛି ମୁଖ୍ୟ ଲୋକ। ସିଏ ତାର ଚାଲ ଯାହା ହଉଛି ହଉ, କିଛି ଅସୁବିଧା ନାହିଁ। ଆଉ ମାଙ୍କ ଦୟାରୁ, ରଘୁନାଥଙ୍କ ଦୟାରୁ ସୁରୁଖୁରୁରେ ରାମଲୀଳା ଚାଲିଛି, କିଛି ଅସୁବିଧା ନାହିଁ। ଆଉ ୟାର ମୁଖ୍ୟ ପରଦା ହଉଛି ଆମର ଅଭିଷେକ ରାଉତରାୟ, ପପୁ, ଦୀପୁ, ଏ ଦି ଜଣ ଯାକ ନାଟକ କେମିତି ହବ, ପିଲା କୋଉ ପାର୍ଟ କରିବେ, କଣ ନାହିଁ, ସୁରୁଖୁରୁରେ ସବୁ କରୁଥିଲେ। ଆଉ ମୁଁ ତାଙ୍କ ସାଙ୍ଗେ ରହିକିରି ଆଗେ ଅଣ୍ଟେଇ ଦିଏ, ଚାଲ କର କାମ। କିନ୍ତୁ ଠାକୁର କିଛି ଅସୁବିଧା ଆଜି ଯାଏଁ କରୁନାହାନ୍ତି, ସୁରୁଖୁରୁରେ ଚାଲିଛି। ଆଉ ଅଭୟ ରାଉତରାୟ ସାହେବ ରାଉତରାୟ ଯେତେ ଦିନ ଅଛି ଚାଲିବ, କିଛି ଅସୁବିଧା ନାହିଁ। ସେ ତ ଆଗେଇ ନେବ, ଆମେ ତା ପଛରେ ଦୌଡ଼ିବୁ। କଣ ରାମନୀଳାରେ ଅନେକ ଲେଖକ, ପ୍ରଭାକର ମହାପାତ୍ର, ତ୍ରିଲୋଚନ ବିଶ୍ୱାଳ, ଭାଗୀରଥୀ ପଣ୍ଡା, ସଦାଶିବ। ପ୍ରଭାକର ମହାପାତ୍ର ଲେଖାଟି ଶ୍ରୁତି ମନ୍ଦିର ବୋଲି ସମସ୍ତେ ଜାଣନ୍ତି। ପ୍ରାୟ ମ୍ୟାକ୍ସିମମ୍ ଆମର ଏଇ ଲୋକାଲିଟିରେ କୁସୁମାଟିରୁ ହିଁ ଆଜ୍ଞା ପ୍ରଭାକର ମହାପାତ୍ର ଲେଖା ଆରମ୍ଭ ହେଇଥିଲା। ପ୍ରଥମେ ମୁଣ୍ଡମୁହାଣରୁ ଆସିଥିଲା ବହି। ତ କେତେ ଗର୍ବ ଅନୁଭବ ହଉଛି, ପ୍ରଭାକର ମହାପାତ୍ର ଆଜି ନାହାନ୍ତି, ତାଙ୍କର ବେକରେ ଆଜ୍ଞା ଯନ୍ତ୍ରଣା ସତ୍ତ୍ୱେ ସେ ବସି ବସି ବହି ଲେଖିଥିଲେ। ଆଉ ପ୍ରାୟ 70 ବର୍ଷ ପରେ ବି ଆଜି ସେଇ ରାମନୀଳା ଆଖପାଖ ଗାଁରେ ପରିବେଷଣ ହଉଛି, କେତେ ଗର୍ବ ଅନୁଭବ ଆଜ୍ଞା। ହଁ, ଏଇଟା ଆମ ପାଇଁ ଗର୍ବ, ବା ଆମର ପାଇଁ ଏଇଟା 70 ବର୍ଷ ଧରି ଯୋଉ ଏଠି ଅନୁଷ୍ଠାନ କରିଥିଲେ ଆମ ପୂର୍ବପୁରୁଷ, ତେଣୁ ଆମେ ବଜାୟ ରଖିବା ପାଇଁ ଆମେ ସେଥିରେ ଉଦ୍ୟମ କରୁଛୁ, ଲାଗିଛୁ। ତ କୁସୁମାଟି ତଳ ସାହି ନିଜ ଗାଁରେ ଆଜ୍ଞା ରାମନୀଳା ପ୍ରତିବର୍ଷ ପରିବେଷଣ କରୁଛି ରାମନବମୀ ଥାକକୁ। ଆଜି ଗୋଟେ ପବିତ୍ର ଦିନରେ ସୁଯୋଗ ମିଳିଲା ମାଙ୍କ ପାଖରେ, କାରଣ ମାଙ୍କ ଡୋରି ନ ଲାଗିଲେ ଆଜ୍ଞା ଏଠି ରାମନୀଳା ମଧ୍ୟ ହେଇପାରିବନି। ତ ଆଜି ନିଶ୍ଚୟ ଡୋରି ଲାଗିଲା। ଏଇଟା ଆଗାମୀ ପିଢି ମାନଙ୍କ ଉପରେ କିଭଳି ପ୍ରକ୍ରିୟା ପକେଇବ, କାରଣ ଦେଖାଯାଉଛି ରାମନୀଳା ପ୍ରତିବର୍ଷ ହେଲା ବେଳକୁ ପିଲାମାନେ ରିହର୍ସାଲ ର ଅଭାବରୁ କିଛିଟା ବୋଲ ବଟକା ଆଉଛି। ଏଇଟା ରିହର୍ସାଲ ଟାଇପ ର ଗୋଟେ ପିଲାଙ୍କ ଭିତରେ ଦୃଢ ମନୋବୃତ୍ତି ଜଗେଇବ। ଆପଣଙ୍କୁ ଲାଗୁଛି କି ସେଇ ଜିନିଷଟା ଏଇଟା ହେଲେ ଏଇଟା ହେଇପାରିବ? ୟା ପୂର୍ବରୁ ଆମେ ଆସି ଏଠି 2 ରାତି କରିଥିଲୁ। ମାଙ୍କର ପ୍ରବଳ କରୁଣା ଥିବାରୁ ସେ କାମ ହଉଛି, ପୁନର୍ବାର ଆସୁଛୁ। ପିଲାମାନଙ୍କର ଆଗ୍ରହ ଅଛି, ସୁରୁଖୁରୁରେ ଅନୁଷ୍ଠାନ ଚାଲିଛି। 2020 ମସିହାରେ ଆଜ୍ଞା କୋଭିଡ ହେଇଗଲା, ପ୍ରତିବର୍ଷ ଗାଁରେ ରାମ ନାଟକ ଚାଲେ। ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ସ ଆସିଲା, 5 ଜଣରୁ ଆଜ୍ଞା ଅଧିକ ଜଣ ଏକଜୁଟ ହେଇପାରିବେନି, ରାମନୀଳା ହେଇପାରିବ। ସେ ଟାଇମରେ ଆଜ୍ଞା ମନକୁ କେତେ କଷ୍ଟ ହଉଛି ରାମନୀଳାରେ? କୋଭିଡ ମହାମାରୀରେ ତ ସଂସାରର ସବୁ ପ୍ରୋଗ୍ରାମ ସରିଯାଇଥିଲା। ମାନେ 2 ବର୍ଷରୁ 3 ବର୍ଷ ଧରିକି ସରକାରଙ୍କ ବିନା ଅନୁମତିରେ କୌଣସିଠିଏ କୋଉଠି କ'ଣ ବିବାହ ବ୍ରତଠୁ ଆରମ୍ଭ କରିକି କୋଉଠି 5 ଜଣରୁ 7 ଜଣ ଅଧିକା ଆମେ କୌଣସି କାର୍ଯ୍ୟ କରିପାରୁନୁ। ତେଣୁ ସେ ଜାଗାରେ ଆମେ ତଥାପି ଅନୁଷ୍ଠାନକୁ ବଞ୍ଚେଇ ରଖିବା ପାଇଁକା ଆମେ ବ୍ରତ କରି ସମସ୍ତେ ଏକାଠି ରହି ଅରୁଆ ଖାଇ, କିନ୍ତୁ ଟ୍ରାଡିସନରେ ଯାହା ଚାଲିବା କଥା ଆମେ ସେଇଟା କଣ୍ଟିନ୍ୟୁ ଚଲେଇଲୁ। କାହିଁକିନା ଆମ ଗାଁରେ ଏଇଟା ହେଉଛି
आम गाँव रु रामलीला आरंभ होता दीर्घ 10-30 वर्ष धरिकी से कौन होना पूरा बंद होता यही छोट छोट छुआ को धरिकी आम पुनर्बार आरंभ कलु करी करी आम 25 वर्ष पहुँचलाणु यही वर्ष आम 25 वर्ष पालन करूँ जेहेतु 25 वर्ष एभलिया टाइम रे बंचेकी रखा बहुत माने जो कहती काटिकर पाठ तथापि आमर समस्त जो माने सभ्य अच्छा समस्त सहयोग एठी आमर 3 जन मुखिया थिले जे अभय चरण राउतरा से मो बाबा हेबे एवं शशिभूषण स्वाई भाई मृत्युंजय विश्वाल ये 3 जनकर आप्राण चेष्टा रे आमे 25 वर्ष पर्यंत ए संस्था को बनिक आसचु आ 50 वर्ष करिया भी आमर दृढ़ संकल्प अच्छी आ ये माँ करुणा अति माने जो कहती प्रखर संसार चतुर्दिग एठी विख्यात ए माँ करे आमर जने गाँव रो भाई जे कि एठी प्रति वर्ष एठी सबु कार्यक्रम से गोटे मुख्य परिचालक हिसाब से रही आमर डिसो भाई तांकरी आग्रह रे आमे 3 वर्ष तले आसी 2 राति करिथिलु लोक माने ढू ढू वर्षा होतला तथापि लोक माने एठी देखुथिले एठी महान करुणा एठी मांकर अछि पुनर्बार आमे तांकरी करुणा हेबारु पुणी आउथरा आमे आसिकी सेतबेला आमे करथिलु सीता चोरी इंद्रजित बध आजिर विषय वस्तु होची लंका पोड़ी आमे भी जेबे भी एठिकी जेबे भी हमको अनुरोध मिलिबो जेबे भी हमको अनुरोध तो नुह सी हमर कोन करुणा मिलिबो आमे आसीबु एमती जणे जणे मा तो डायरेक्ट डाकिबेनी जणे जणे भक्तंग थ्रू रे सी हमको प्रस्ताव दियंती आमे किंतु प्रस्ताव को पारुपर्म चेष्टा करके आमे ताकू सक्सेस करिचु आगो को मध्यम करबु केवल गोटे अनुरोध ए सब जिंस को गवर्नमेंट रो किछि साहाय्य सहानुभूति मिलुनी गाँ गाँ रे एबोली संस्था चलीची जदि सरकार तरफ किसी अनुदान फनुदान मिलिबो काइना आगामी दिन को ये जो टाइप रो खर्च होची आमे 15 रातिर नाच करछु राम जन्म ठू धरी राम अभिषेक पर्यंत 2 लाख रु 2.5 लाख खर्च आसुची आजिका डेट रे ए बजेट को चलेवा बहुत कष्ट तेणु सबु यही श्रोता भाई मान पक्षर मु समस्त अनुरोध करी आमर ये जो मैंने मेम्बर अच्छा से भी अनुरोध रहिबो सांस्कृतिक कार्यक्रम को टे बचाइवाई सरकार सहानुभूति साहाय्य दरकार जोटा कि मिलले आम चिर उपकृत यही इलेक्ट्रोनिक मीडिया रे बहुत ताकत अच्छी ये जदि सरकार तरफ जा पहुँचब ये पुराना अनुष्ठान जी कि बंद हो जाऊँगी जदि सरकार किसी साहाय्य मिलो आम पुनर्बार 25 वर्ष कंप्लीट कलु 50 वर्ष करूँ श्रीराम যদি সন্তুষ্ট হই মা মতে কথা ছাড়ি দিଅନ୍ତି ତେବେ ତେବେ ମୁଁ ଲଙ୍କା ଗଡ଼ ଭିତରକୁ ପ୍ରବେଶ କରିବି
रे